ଅବତରଣ କବି ମାୟାଧର ମାନସିଂ। ପରିଣୟ ପୀଠ ପରେ ଚାରି ଚକ୍ଷୁ ବିସ୍ମିତ ମିଳନ। ପ୍ରଥମ ଯୌବନେ ସେ ଯେ ଘେନି ସ୍ୱପ୍ନ ରସୋଚ୍ଛଳ ମନ। ଆଜି ସଖୀ ମନେ ପଡ଼େ ଲାଜେ ଲାଜେ ଟେକି ଉତ୍ତରୀୟ। କିଶୋରୀ ନୟନ ଦେଇ ଚାହିଁଥିଲ ଦେଖିବାକୁ ପ୍ରିୟ। ଆଜି ସଖୀ ମନେ ପଡ଼େ ଜୀବନର ଶେଷ ଧାମେ ଏଇ। ଜୀବନର ଅନୁଭୂତି ଜୀବନର ଯାହା ଦିଆ ଦେଇ। ସ୍ମୃତିର ଭଣ୍ଡାରେ ବାଛେ ମହାର୍ଘ ସେ କେଉଁ ଅନୁଭବ। ଯା ପାଇଁ ଇଛି ମୁଁ ପାରେ ପୁଣି ଏଇ ଧରାରେ ସମ୍ଭବ। ଆଜି ସଖୀ ମନେ ପଡ଼େ ଜୀବନର ନାନା ଅଭିଜ୍ଞତା। ନାନା ଭ୍ରାନ୍ତି ନାନା ଅଶ୍ରୁ କ୍ଷୁଦ୍ର ନେଇ କେତେ ତିକ୍ତ କଥା। ଜୀବନ ସଂଗ୍ରାମେ ଯେତେ ରକ୍ତକ୍ଷୟ ଯେତେ ପରାଜୟ। ସବୁ ସଖୀ ପଡ଼େ ମନେ ଚିତ୍ତ ଆଜି ଖାଲି ସ୍ମୃତିମୟ। ବିଚାରରେ କିନ୍ତୁ ସଖୀ ଯୌବନେ ପ୍ରଣୟମୟୀରେ। ସେ ଆଦ୍ୟ ଚାହିଁବା ପାଇଁ ଆସିଥିଲି ଯେପରି ମହୀରେ। ସବୁ ଏ ଜଞ୍ଜାଳ ବରି ନେଇଥିଲି ଜୀବନ କ୍ଷେତ୍ରର। ମଧୁ ଭୋଗିବାକୁ ଦୁଇ ରସୋଚ୍ଛଳ କିଶୋରୀ ନେତ୍ରର। ଉଚ୍ଛଳ ଜୀବନ ଘେନି ଯୌବନର ବାସନ୍ତୀ ଦୁଆରେ। ଜୀବନର ଦୋସରକୁ ଭେଟିବାକୁ କମ୍ପିତ ହିଆରେ। ଜୀବନର ସାର୍ଥକତା ଦେଖିବାକୁ ତାହାରି ନୟନେ। ହେ ସଖୀ ଆସୁଛି ମୁଁ କି ବାରମ୍ବାର ଏ ମର୍ତ୍ତ୍ୟ ଅୟନେ। ଧନ ମାନ ପରିବାର ଜୀବନର ଆହବେ ବିଜୟ। ସବୁ ଆଜି ସ୍ମୃତି ତଳେ ହୋଇଯାଏ ଧୀରେ ଧୀରେ ଲୟ। ସବୁ ଯାଇ ରହିଯାଏ କେବଳ ସେ କେମନ୍ତେ କେଜାଣି। ମୁଗ୍ଧା ଏକ କିଶୋରୀର ଲାଜ ପ୍ରେମ ମଧୁର ଚାହାଣି। ନିଷ୍ପାପ ସେ ସ୍ୱପ୍ନମୟ ରସମୟ ବିମଳ ଦି ଆଖି। ପ୍ରାଣର ଦି ବାତାୟନ ଅନ୍ତରର ସତ୍ୟବାହୀ ସାକ୍ଷୀ। ପାଇବାକୁ ସେ ଦୁଇର ପରିପୂର୍ଣ୍ଣ ଆତ୍ମସମର୍ପଣ। ହେ ସଖୀ କରୁଛି ମୁଁ କି ଜନ୍ମେ ଜନ୍ମେ ଧରାବତରଣ। ଲିଖିତ ସମୀକ୍ଷା ଧରାବତରଣର କବି ମାୟାଧର ମାନସିଂ। ଧରାବତରଣ ମାନେ ପୃଥିବୀକୁ ଓହ୍ଲାଇବା। ମଣିଷ ଜୀବନ ବିତାଇବାକୁ ପୃଥିବୀକୁ ଓହ୍ଲାଏ ମାତୃଗର୍ଭରୁ ଜନ୍ମ ପାଇ ଭୂମିଷ୍ଠ ହୋଇ। ତେବେ ପ୍ରଶ୍ନ ଉଠେ ମଣିଷର ପୂର୍ବପୁରୁଷମାନେ କେମିତି କେଉଁ ରୀତିରେ ପୃଥିବୀକୁ ଅବତରିତ କରିଥିଲେ ଓହ୍ଲାଇଥିଲେ। ଏହାର ଉତ୍ତର ମିଳିବ ଦିବ୍ୟ ପବିତ୍ର ଅଲ୍ଲାହ ରଚିତ କୋରାନରୁ। ଅଲ୍ଲାହ ଥରେ ତାଙ୍କର ଦେବଦୂତ ବା ଫରିସ୍ତା ବା ଏଞ୍ଜେଲମାନଙ୍କୁ ଶୁଣାଇ କହିଥିଲେ ମୁଁ ଜମିନ ବା ଭୂମିରେ ମୋର ପ୍ରତିନିଧି ନାଏବ ଛାଡ଼ିବି ପଠାଇବି। ଯେବେ ତାକୁ ସଠିକ ମତେ ତିଆରି ମାଟିର ମୂର୍ତ୍ତିରୁ ଜୀବନ୍ୟାସ ଦେଇ କରିଦେବି ତୁମେ ସମସ୍ତେ ମୋର ସେଇ ଅଶରଫୁଲ ମଖଲୁକାତ ବା ସର୍ବୋତ୍ତମ ସର୍ବଶ୍ରେଷ୍ଠ ବା ଦି ବେଷ୍ଟ କ୍ରିଏସନ ଅଫ୍ ଗଡ୍ ସୃଷ୍ଟି ଆଦମ ନାମକ ଆଦମୀ ବା ମନୁଷ୍ୟକୁ ସଜଦାଏ ତାଜିମି ବଜାୟ ଆଣିବ। ମାନେ ସାଷ୍ଟାଙ୍ଗ ପ୍ରଣିପାତ ମୁଣ୍ଡିଆ ମାରିଦେବ ସମ୍ମାନ ରୀତିରେ। ଖୋଦାଙ୍କ ଆଦେଶ ମାନି ସ୍ୱର୍ଗ ବୈକୁଣ୍ଠର ସବୁ ଫରିସ୍ତାମାନେ ସଜଦାଏ ତାଜିମି ବା ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ମାରିଥିଲେ। ପରନ୍ତୁ ଅଗ୍ନିଜାତ ବେତାଳ ବା ଜିନ ଅଂଶୀ ଫରିସ୍ତା ବେଶୀ ମନୁଷ୍ୟ ପୂର୍ବରୁ ଜାତ ଇବ୍ଲିସ ବା ଶୈତାନ ଅଲ୍ଲାହର ଆଦେଶକୁ ଅମାନ୍ୟ କରି ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ମାରି ନଥିଲା। ଉତ୍ତରରେ ସେ କହିଲା ମୁଁ ମଣିଷ ପୂର୍ବରୁ ଜାତ ତୋ ଦ୍ୱାରା ସୃଷ୍ଟି। ମୋତେ ଗରଜ ପଡ଼ିନାହିଁ କି ଯେ ମୁଁ ବଶର ବା ବାସକାରୀ ମାଟିଜାତ ମନୁଷ୍ୟକୁ ମୁଣ୍ଡିଆ ମାରିବି। ମୁଁ ମଣିଷଠାରୁ ବଢ଼ିଆ କାରଣ ନିଆଁରୁ ଜାତ। ଶୈତାନର ଅମାନିଆପଣର ଗର୍ବ ପ୍ରକାଶ ଦୋଷରୁ ସେ ବୈକୁଣ୍ଠରୁ ଦୁଷ୍ଟ ପାଜିର ଅପବାଦ ପାଇ ଭଗବାନଙ୍କ ଦ୍ୱାରା ତଡ଼ା ଖାଇଲା। ସେତିକିବେଳେ ସେ ଅଲ୍ଲାହଙ୍କଠାରେ ମାଗୁଣି ବା ଗୁହାରି କରିବାର ଅନୁମତି ପାଇଥିଲା ମଣିଷକୁ ଗୁମରାହ ବା ପଥଭ୍ରାନ୍ତ କରିବ। ଅଲ୍ଲାହ ରାଜି ହୋଇଥିଲେ ନିଜର ନର୍କକୁ ଭରିବେ ବୋଲି। ଆଦମର ବାମପଟର ଅସ୍ଥିପଞ୍ଜରାରୁ ଆଦମଙ୍କ ଯୋଡ଼ା ବା ହଳକୁ ନାରୀକୁ ହୱା ନାମ ଦେଇ ଅଲ୍ଲାହ ସୃଷ୍ଟି କରି ଦୁହିଁଙ୍କୁ ବିବାହ କରାଇ ସ୍ୱାମୀ ସ୍ତ୍ରୀରେ ପରିଣତ କରାଇ କେମିତି ଦୁହିଁଙ୍କୁ ଜନ୍ନତ ବା ସ୍ୱର୍ଗରୁ
ଦୋଷର ଅପରାଧରେ ବାହାର କରାଇ ଭୂମିକୁ ପଠାଇବେ ବସବାସ କରାଇବାର ଉଦ୍ଦେଶ୍ୟରେ। ସେ ଲାଗି ଗୋଟିଏ ଗଛ ପାଖକୁ ଦୁହିଁଙ୍କୁ ନ ଯିବାର ରୋକ ବା ପ୍ରତିବନ୍ଧକ ଲଗାଇ ଦେଲେ। ହେଲେ ଦୁଷ୍ଟ ପାଜି ଈର୍ଷାଳୁ ଶଇତାନ ଦୁହିଁଙ୍କ ପାଖକୁ ଆସି ବହଲାଇ ଫୁସୁଲାଇ ଲୋଭ ଦେଖାଇ ନିଷିଦ୍ଧ ଗଛର ଫଳ ଚଖାଇ ଦେଲା। ଆକାଶବାଣୀ ଦେଇ ଅଲ୍ଲାହ କହିଲେ, ମୋର ବାରଣ ନ ମାନିବାର ଅପରାଧରେ ଦୁହେଁ ଜନ୍ନତ ବା ବୈକୁଣ୍ଠରୁ ଓହ୍ଲାଅ। ଲଙ୍ଗଳା କରାଇ ସ୍ୱର୍ଗ ବସ୍ତ୍ର ଓହ୍ଲାଇ ନିର୍ଦ୍ଦୟ ଭାବରେ ଭୂମିକୁ ଫୋପାଡ଼ି ଦେଇ କହିଲେ, ସେଇ ମାଟି ପୃଥିବୀରେ ରହିବ, ଜୀବନ ବିତାଇ ବଂଶ ବଢ଼ାଇ ସଭ୍ୟତା ବୃଦ୍ଧି କରି ନିର୍ଦ୍ଦିଷ୍ଟ ଆୟୁଷ ଅବଧିର ସମୟ ବିତାଇ ପରେ ମରି ମୋ ପାଖକୁ ଆସିବ। ପରେ ପୁନର୍ଜୀବିତ ହୋଇ ତୁମର ପ୍ରଥମ ନଶ୍ୱର ନଷ୍ଟଶୀଳ ଜୀବନରେ କରିଥିବା ପାପ ପୁଣ୍ୟର ହିସାବରେ ସ୍ୱର୍ଗ ନର୍କରେ ଅମର ଅକ୍ଷୟ ଅବିନଶ୍ୱର ଜୀବନ ବିତାଇ ସେଇମିତି ସବୁଦିନ ପାଇଁ ରହିଯିବ। ଏଇ ହେଉଛି ଜୀବସୃଷ୍ଟି ମନୁଷ୍ୟର ଧରା ବା ପୃଥିବୀକୁ ପ୍ରଥମ ଓହ୍ଲାଇବାର ଦୈବୀ ପୁରାଣ ସମର୍ଥିତ ଅଲ୍ଲାହ କଥିତ କାହାଣୀ। ଅଣ ମୁସଲମାନ ଧର୍ମୀୟ ଲୋକେ କୋରାନକୁ ବିଶ୍ୱାସ ନ କରିପାରନ୍ତି, ହେଲେ ମୁସଲମାନ ଧର୍ମୀୟ ଜନତା ବିଶ୍ୱାସ କରିବାକୁ ବାଧ୍ୟ। ନହେଲେ ସେ ଅବିଶ୍ୱାସୀ କାଫିର ହୋଇ ଡିସବିଲିଭର ହୋଇ ମଲାପରେ ଚିର ନର୍କଗାମୀ ହୋଇଯିବ। ଅଲ୍ଲାହ ଓ ତାଙ୍କ ପ୍ରଣୀତ ଦିବ୍ୟ ପବିତ୍ର କୋରାନକୁ କାୟ ମନ ବାକ୍ୟରେ ବିଶ୍ୱାସ କରିବାର ନାମ ଇମାନ। ନହେଲେ ମନୁଷ୍ୟ ମୁସଲମାନ ନୁହେଁ। ତେବେ ମନୁଷ୍ୟ ଧରାବତରଣ କରିବାର ଉଦ୍ଦେଶ୍ୟ ହେଲା ମା ପେଟରୁ ଜନ୍ମ ପାଳିତ ବଡ଼ ହୋଇ ନିଜେ ବିବାହ କରି ପରିଣୟ ସୂତ୍ରରେ ଆବଦ୍ଧ ବା ବାନ୍ଧି ହୋଇ ଜାୟାପତିରେ ପରିଣତ ହୋଇ ଦାମ୍ପତ୍ୟ ପ୍ରେମମୟ ଜୀବନ ବିତାଇବ। ପାରସ୍ପରିକ ସ୍ୱାମୀ ସ୍ତ୍ରୀ ପ୍ରେମ ନ କଲେ ପରିବାର ଗଠିତ ଅବସ୍ଥିତ ହେବ ନାହିଁ। ଅଗତ୍ୟା ପ୍ରେମ ନିହାତି ଦରକାର। ମାୟାଧର ମାନସିଂହ ପ୍ରେମ ସମ୍ପର୍କରେ ମତ ଦେଇ କହିଛନ୍ତି, ପ୍ରେମ ନୁହେଁ ଦେହ ଦେହୁଁ ଭୋଗ ଅନ୍ୱେଷଣ, ପ୍ରେମ ଏକ ଆତ୍ମା ଲାଗି ଅନ୍ୟର ବନ୍ଧନ, ପ୍ରେମ ପୂର୍ଣ୍ଣ ସମର୍ପଣ ଏକ ଅନ୍ୟ ପାଇଁ, ପ୍ରେମ ଆନ ଲାଗି ଦେବା ନିଜକୁ ହଜାଇ। ଜେମା କାବ୍ୟ। ଧରାବତରଣ ବା ପୃଥିବୀ ଓହ୍ଲାଇବା ମାନସିଂହଙ୍କର ଏକଦା ବିଏ ଶ୍ରେଣୀର ପାଠ୍ୟାନ୍ତର୍ଗତ କବିତା। ମୋର ବଡ଼ ଭଉଣୀ ତାଙ୍କର ଓଡ଼ିଆ ଅନର୍ସ କ୍ଲାସରେ ପ୍ରାଣନାଥ ମହାବିଦ୍ୟାଳୟ ଖୋର୍ଦ୍ଧାରେ ଥାଇ 1973-1974 ମସିହାରେ ଜଟଣୀ ଅବସ୍ଥାନ କାଳରେ ଏହି କବିତାଟିକୁ ପଢ଼ିଥିଲେ। କୋର୍ସରେ ଦାମ୍ପତ୍ୟ ପାରିବାରିକ ଗାର୍ହସ୍ଥ୍ୟ ପବିତ୍ର ପାବନ ପ୍ରେମର ରମଣୀୟ କବିତା। କବିତାର 7ଟି ପଦ। କବି ନିଜ ସ୍ତ୍ରୀ ଶ୍ରୀମତୀ ହେମଲତା ମାନସିଂହଙ୍କୁ କବିତାରେ ସମ୍ବୋଧନ କରିଛନ୍ତି। ମାନସିଂହ ଓଡ଼ିଆ ସାହିତ୍ୟରେ କଳ୍ପନା ବିଳାସୀ ବା ରୋମାଣ୍ଟିକ କବି। ଏକାଧାରରେ କବି, ପ୍ରାବନ୍ଧିକ, ନାଟ୍ୟକାର, କାବ୍ୟକାର, ସମାଲୋଚକ, ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଥିଲେ। କାଳିଦାସ ଓ ସେକ୍ସପିୟର ନାମରେ ଲଣ୍ଡନର ଡରହାମ ବିଶ୍ୱବିଦ୍ୟାଳୟରୁ PhD ଡିଗ୍ରୀ ପ୍ରାପ୍ତ, ଡକ୍ଟରେଟ୍ ଉପାଧିରେ ଭୂଷିତ ଜଣେ ଗବେଷକ ମଧ୍ୟ। ତାଙ୍କର ମହାନଦୀରେ ଜ୍ୟୋତ୍ସ୍ନା ବିହାର, ଦେବପୂଜା, ମହାଦାନ, କୋଣାର୍କ କବିତା ଗୁଡ଼ିକ ଶ୍ରେଣୀକକ୍ଷର ପାଠ୍ୟାନ୍ତର୍ଗତ ଥିଲା। ସେହିପରି ତାଙ୍କର ପ୍ରବନ୍ଧ ନିଜ ଦାୟିତ୍ୱ, ଶ୍ରମକୌଶଳ, ପରଧର୍ମ, ଜୀବଧର୍ମ ପାଠ୍ୟ ଥିଲା। ସାଧବ ଝିଅ କାବ୍ୟ ମଧ୍ୟ ଏକଦା ଯୁକ୍ତ 2 ସ୍ତରରେ ପାଠ୍ୟ ଥିଲା। ସରସ୍ୱତୀ ଫକୀରମୋହନ ନାମରେ ଜୀବନୀ ଗ୍ରନ୍ଥ ପାଠ୍ୟ ଥିଲା। କବି ଓ କବିତା ସମୀକ୍ଷା ବହି, ବିଭୁ ଓ ପ୍ରକୃତି କବିତା ମୋର ଅଷ୍ଟମ ଶ୍ରେଣୀରେ ସାହିତ୍ୟ ସିନ୍ଧୁ ବହିରେ ପାଠ୍ୟ ଥିଲା। ଓଡ଼ିଆ ସାହିତ୍ୟର ଇତିହାସ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଏକ ଉତ୍କୃଷ୍ଟ ବହି। ପଶ୍ଚିମ ପଥିକ ନାମରେ ଭ୍ରମଣ କାହାଣୀ ମଧ୍ୟ ରହିଛି। କବିତାର ବିଷୟବସ୍ତୁ ବ୍ୟାଖ୍ୟାନ। ଏହି କବିତାଟି ମୋର ମଧ୍ୟ MA ଶ୍ରେଣୀରେ ପାଠ୍ୟ ଥିଲା। 1985-1987 ଶିକ୍ଷା ଅଧିବେଶନରେ ଜ୍ୟୋତିବିହାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ସାର୍ ଆଦିକନ୍ଦ ସାହୁ ଏହାକୁ ପଢ଼ାଇଥିଲେ। ମଣିଷ ଅସହାୟ ତଥା ଯୌନ କାମନାରୁ ବଂଶ ବୃଦ୍ଧି ପାଇଁ ବିବାହ କରେ। ବିବାହ ପ୍ରେମର ହେଉ ଅବା ଆୟୋଜିତର ହେଉ, ସବୁଥିରେ ପତି ପତ୍ନୀ ମଧ୍ୟରେ ଅଜସ୍ର ପ୍ରେମ ବିଶ୍ୱାସ ଥିଲେ ଦାମ୍ପତ୍ୟ ଜୀବନ
ଜୀବନ ସଫଳ ହୁଏ। ଛଳନା ପ୍ରତାରଣାର ଥିଲେ ଧ୍ୱଂସ ହୁଏ। ପ୍ରଥମ ପଦରେ କବି ନିଜ ବିବାହିତ ପତ୍ନୀ ହେମଲତାଙ୍କୁ ସମ୍ବୋଧନ କରି କହୁଛନ୍ତି, ପ୍ରଥମେ ଆଖିରେ ଦେଖିବା, ମନ ମିଶିବା, ପରେ ଯାଇ ପ୍ରେମ ହୁଏ, ଭଲ ପାଇବା ଆସେ। ଯୌବନର ସ୍ୱପ୍ନ ଦେଖା ଆବେଗପ୍ରାଣ ମନ ଥାଏ, ମୋର ପ୍ରେମିକ ବା ସ୍ୱାମୀ ସୁନ୍ଦର, ସ୍ୱାସ୍ଥ୍ୟବାନ, ବଳିଷ୍ଠ, ଅନୁଗତ ପ୍ରାଣ ଥାଉ, ମୋତେ ଯଥେଷ୍ଟ ଭଲ ଯେମିତି ପାଉ। ଲୋକ ଦେଖିଲେ କହନ୍ତୁ, ହଁ ଭଲ ପିଲାଟିଏ, ବର ବେଶରେ କେମିତି ସୁନ୍ଦର ନ ଦିଶୁଛି ସତେ। ବର ଭାବୁଥିବ ମୋର କନ୍ୟା ବା ମୋ ସ୍ତ୍ରୀ ବି ସୁନ୍ଦରୀ, ସୁଶ୍ରୀ, ରୂପବତୀ, ସ୍ୱାସ୍ଥ୍ୟବତୀ, ନିଖୁଣ, ପ୍ରେମ ମତୁଆଲା ହୋଇଥାଉ। ଏହା ହିଁ ବରକନ୍ୟା ନବବିବାହିତ ତରୁଣ ତରୁଣୀଙ୍କର ଆବେଗୋଚ୍ଛଳ ପ୍ରାଣର ମନୋକାମନା, ଜୀବିତ ସ୍ୱପ୍ନ ଦେଖା। ହେ ମୋର ପ୍ରିୟତମା, ମୋର ଆଜି ଏ ପରିଣତ ବିବାହର ସୁଦୀର୍ଘ ଅତିକ୍ରାନ୍ତ ବୟସରେ ଠିକ୍ ମନେ ପଡ଼ୁଛି କି ତୁମେ ଲାଜ ଲାଜ ମନୋଭାବ ନେଇ ଶରୀରରେ ବଧୂ ବେଶରେ ସଜ୍ଜିତ ଥାଇ ଓଢ଼ଣା ଟେକି ପକାଉଥିଲ ବାରମ୍ବାର। ଏହା ଦେଖିବାକୁ କି ତୁମ ପ୍ରାଣର ମିତ ଦୋସରଟି ତୁମ ସ୍ୱାମୀଟି ଦେଖିବାକୁ କେମିତି ଲାଗୁଛି। ବର ବେଶରେ ଥାଇ ମୋତେ ଓଢ଼ଣା ଟେକି ଘନ ଘନ ଦେଖୁଥିଲ। ଦ୍ୱିତୀୟ ପଦରେ ମଣିଷ ବିବାହ ପରେ ତା'ର ଜୀବନର ସୁଦୀର୍ଘ ବୈବାହିକ ପରିସ୍ଥିତି ପ୍ରକୃତରେ ଆରମ୍ଭ ହୁଏ। ଯୌବନ ବିତେଇ କବି ବାର୍ଦ୍ଧକ୍ୟରେ ଆସି ପହଞ୍ଚିଛନ୍ତି, ଉପନୀତ ହୋଇଛନ୍ତି। ଜୀବନର ଶେଷ ଅବସ୍ଥାରେ ଆସି ପହଞ୍ଚିଗଲେଣି। ଅନୁଭୂତି ନାନାଦି ଅଭିଜ୍ଞତାରେ ପରିପୂର୍ଣ୍ଣ ମଣିଷର ସୁଦୀର୍ଘ ଘଟଣାବହୁଳ ଜୀବନ, ଯେଉଁଥିରେ ସୁଖ ଦୁଃଖ, ଉତ୍ଥାନ ପତନ, ପାଇବା ହରାଇବା ବିତିଯାଇଛି। ହସ କାନ୍ଦ, ଦେବା ନେବା ସବୁ ଥିଲା ସ୍ମୃତିର ଯାହା ଏକ ଭଣ୍ଡାର, ଅନେକ ଅନେକ ମନେ ପକାଇବାର ସ୍ଥିତି, ଯାହାକି ମହାମୂଲ୍ୟବାନ ମହାର୍ଘ। ଆଉ ସେସବୁ ଏହି ପୃଥିବୀରେ ମାନବ ସଂସାରରେ ହିଁ ମଣିଷକୁ ମାନେ କବିଙ୍କୁ ମିଳିଛି। ଯେହେତୁ ପୃଥିବୀ ହିଁ ମଣିଷ ଜୀବନର ଅତିବାହିତର କ୍ଷେତ୍ର, ଅଗତ୍ୟା ଏଠି ହିଁ ମିଳିଥାଏ। ଏହି ଉପଲବ୍ଧି କବିଙ୍କ ମନକୁ ଆସୁଛି। ତୃତୀୟ ପଦରେ କବି କହୁଛନ୍ତି, ଜୀବନର ଅନୁଭୂତି, ଭୁଲ ଭ୍ରାନ୍ତି, ହସ ଲୁହ, ଉଦାରତା, ଭୟାଳୁତା, ସଂକୀର୍ଣ୍ଣତା, ତିକ୍ତ ମଧୁର ଅନୁଭବମୟତା ଭର୍ତ୍ତି, ଦୟାଳୁରେ ଭର୍ତ୍ତି। ଜୀବନର ବିତାନ ଏକ ସଂଗ୍ରାମ, ଯେଉଁଠି ଜୟ ପରାଜୟ ଅଛି, ବଞ୍ଚିବା ରହିବା, ଜିତିଯିବା ହାରିଯିବା, ମରିଯିବା ସବୁକିଛି ଅଛି। ସବୁ ମୋର ବି ମନେ ଅଛି ମନର ସ୍ମୃତିମୟ ଇଲାକାରେ। ଚତୁର୍ଥ ପଦରେ ଦୁର୍ଲଭ ସଂଘର୍ଷପୂର୍ଣ୍ଣ ମଣିଷର ମୋର ଜୀବନ ଏମିତି ହେବା ପଛରେ କାରଣ କେବଳ ତୁମର ମୋର ପ୍ରେମମୟ ମନ ପାଇଁ ହୋଇଥିଲା। ପ୍ରେମ କରି ନଥିଲେ, ବାହା ହୋଇ ଘର ସଂସାର କରି ନଥିଲେ କାହିଁକି ଏସବୁ ହୋଇଥାନ୍ତା? ଆଦୌ ହୋଇନଥାନ୍ତା। ତଥାପି ମଣିଷ ପ୍ରେମ କରେ, ବିବାହ ବନ୍ଧନରେ ବାନ୍ଧି ହୁଏ, ଜଞ୍ଜାଳ ସମସ୍ୟା ସଂଘର୍ଷ ଘେରରେ ପଡ଼େ। ଏହା ହିଁ ତ ଜୀବନ। ନକଲେ ମଣିଷ ବଞ୍ଚିପାରିବ ନାହିଁ। ଆଉ ଏଥିପାଇଁ ମଣିଷ ଜଗତକୁ ଜନ୍ମ ପାଇ ଆସେ। ଜୀବନର ଏହା ମାଧୁର୍ଯ୍ୟ, ମଧୁରତା। ନାରୀ ପୁରୁଷକୁ ଏଥିପାଇଁ ବିଧାତା ଜାତ କରାଇଛନ୍ତି। ପ୍ରେମ କରନ୍ତୁ, ଦୁଃଖ କଷ୍ଟ ଭୋଗନ୍ତୁ, ଜୀବନ ବିତାନ୍ତୁ। ସୌନ୍ଦର୍ଯ୍ୟ ପ୍ରେମ କରିବାର ମୂଳ, ଯାହାକି କବିଙ୍କଠାରେ ତାଙ୍କ ପତ୍ନୀଙ୍କଠାରେ ରହିଥିଲା। ପଞ୍ଚମ ପଦରେ କବି କହୁଛନ୍ତି, ଯୌବନ ଛଳ ବନ ଝରଣା ଭଳି, ଯୁବକ ଜୀବନ ପ୍ରକୃତରେ ବସନ୍ତ ଋତୁ ଭଳି। ଦେହ, ମନ, ଭାବନା, କାମନା ସବୁଠି ସୌନ୍ଦର୍ଯ୍ୟରେ ଭରପୁର। ସ୍ୱାମୀ କେମିତି ଥିବ, ସ୍ତ୍ରୀ କେମିତି ବାସର ରାତିରେ ବ୍ୟବହାର ଦେଖାଇବ, ଏସବୁ ମନରେ କମ୍ପନ ଜାତ କରାଏ। ବିବାହ ଜୀବନରେ ମହାମୂଲ୍ୟବାନ ଏବଂ ଏହା ଥରେ ହିଁ ଜୀବନକୁ ଆସେ। ଅତଏବ ଆଖିର ଦେଖିବାରେ ଏହାର ପ୍ରଥମ ସଫଳତା ରହେ। ଯଦି ସମଗ୍ର ଜୀବନ ବିତାନରେ ସବୁ ଦିଗରୁ ପ୍ରାୟତଃ ସଫଳ ହେଲା, ତେବେ ଏଭଳି ଜୀବନ ଧନ୍ୟ ହୁଏ ବୋଲି କବି ପ୍ରିୟାଙ୍କୁ କହିଛନ୍ତି। ମଣିଷ ଆଦିମ କାଳରୁ ଅଧୁନାତନ ସମୟ ପର୍ଯ୍ୟନ୍ତ ଦୁନିଆକୁ ପୁରୁଷ ଧରି ଜନ୍ମ ଜନ୍ମାନ୍ତର ରୀତିରେ ମରଣଶୀଳ ମର୍ତ୍ତ୍ୟଭୂମିକୁ ବିଭିନ୍ନ ଜୀବନରେ ଆସେ, ଯୋଉଥିପାଇଁ ମଣିଷ ସଭ୍ୟତାର ଜନ୍ମ ହୋଇଛି। କବିଙ୍କର ଜୀବନର ଯେମିତି ବିତାନର ରୀତି ବା ଧାରା, ଅନ୍ୟାନ୍ୟ ମଣିଷର ଠିକ୍ ସେମିତି। କବି ଯେମିତି ଜୀବନ ମାର୍ଗ ଧରି ଆସିଲେ, ଉପରେ ଯାହା ବର୍ଣ୍ଣିତ, କବିଙ୍କର ପୂର୍ବ ଓ ଉତ୍ତର ବଂଶଧର ବା ପରବର୍ତ୍ତୀ ମାନବ ସମାଜ ସେଇମିତି ମାର୍ଗ ଧରି ଆସିଥିଲେ ଏବଂ ଆସିବେ। ବାରମ୍ବାର ଶବ୍ଦ ଦ୍ୱାରା କବି ଏହା ସୂଚାଇଛନ୍ତି।
କରିଛନ୍ତି। ଷଷ୍ଠ ପଦରେ କବି କହୁଛନ୍ତି, ଜୀବନ ଯୁଦ୍ଧରେ ଧନ ଅର୍ଜିତ ହୁଏ, ମାନ ଅପମାନ ଭଳି ମିଳେ। ଅନ୍ୟାନ୍ୟ ଅନେକଙ୍କ ପରିବାର ରଚନା ଭଳି ମୋର ପରିବାର ରଚିତ ହୋଇଥିଲା, ଯାହାକି ବାର୍ଦ୍ଧକ୍ୟ ସମୟ ପର୍ଯ୍ୟନ୍ତ ଚାଲୁଅଛି। ମରିଥିଲେ ସରିଥାନ୍ତା, ମରିନାହିଁ ବୋଲି ଅଛନ୍ତି। ସବୁ କିଛି ମନେ ରହିବି ମନେ ରହିନାହିଁ, କିଛି ମନେ ଅଛି କିଛି ଭୁଲି ହୋଇ ଯାଇଅଛି। ଅସଂଖ୍ୟ ସ୍ମୃତି କିଏ ଏତେ ଟିକିନିଖି ମନେ ରଖୁଛି? ତେବେ ସବୁରି ଭିତରେ ଗୋଟିଏ ସ୍ମୃତି ଅବିସ୍ମରଣୀୟ ହୋଇ ମନ ପରଦାରେ ଦିଶୁଛି। ସେଇଟି ହେଲା ବିବାହ ବେଳର ବରକନ୍ୟା ହୋଇ ରହିବାର ମନେ ପକା। ଜମାରୁ ଭୁଲି ପାରୁନାହାନ୍ତି କବି ବୋଲି ସ୍ତ୍ରୀଙ୍କୁ କହୁଛନ୍ତି। କାରଣ ବିବାହରୁ ସାଂସାରିକ ଜୀବନର ଆରମ୍ଭ ହୁଏ। ତେଣୁକରି କବି ବିବାହକୁ ଆଜି ବାର୍ଦ୍ଧକ୍ୟ ବୟସରେ ମନେ ପକାଇଛନ୍ତି। ପୁଣି ଯୁବତୀ କିଶୋରୀ ସ୍ତ୍ରୀ ସ୍ୱାମୀଙ୍କୁ ଚକିତ ହୋଇ କେମିତି ଚାହିଁ ରହିଥିଲେ, ସେଇଟା କବି ଜମାରୁ ଭୁଲି ପାରୁନାହାନ୍ତି। ସପ୍ତମ ତଥା ଶେଷ ପଦରେ ଅଛି କି, ପତ୍ନୀଙ୍କର ତାଦୃଶ ଚାହାଣୀ ପାପଶୂନ୍ୟ, କାମନାମୟ, ରସିକତାରେ ପୂର୍ଣ୍ଣ, ଉଜ୍ଜ୍ୱଳ ଭବିଷ୍ୟତରେ ତେଜଦୀପ୍ତ ମନ ଝରକାରେ ଦିଶୁଥିଲା। ଯେଉଁଠି ମନ ଭାବୁଥିଲା ବୈବାହିକ ଜୀବନକୁ ଆମେ ଦୁହେଁ ବିଶ୍ୱାସମୟ ପ୍ରକୃତ କରିବା, ପରସ୍ପରଠାରେ ନିଜକୁ ଦେଇଦେବା ବା ପାରସ୍ପରିକ ଭରସା କରିବା, କେହି କାହା ସହିତ ଛଳନା ପ୍ରତାରଣା କରିବା ନାହିଁ, ଆଉ ସେଇଥିରେ ଆମର ସାଂସାରିକ ଜୀବନ ଚରିତାର୍ଥ ସଫଳତା ଲାଭ କରିବ। ଧରାପୃଷ୍ଠରେ ଆମର ଜୀବନ ବିତାନ ଅନ୍ୟ ପାଇଁ ଆଦର୍ଶ ରୂପେ ପରିଗଣିତ ହେବ। ଲୋକେ ଆମକୁ ଉଦାହରଣ ନେବେ।